ଶାଳୀ କି ହାତଗଣ୍ଠି ପିଠାରେ ଏମିତି କଣ ମିଳିଲା ଯେ ଶାଳୀର ଗୋଟିଏ ମାତ୍ର ଜିଦି ମୁଁ ଆକୁ ନେବି। ନମସ୍କାର, ଜୟ ଜଗନ୍ନାଥ, ଜୟ ମା ମଙ୍ଗଳା ମା, ରାଧେ ରାଧେ। ହାତ ଗଣ୍ଠି ପିଟେଇବାର ସମୟ ଆସିଗଲା ଆଉ ଶାଳୀ କି ଡାକରା ପଡିଥାଏ। ହୋଇଓ ଶାଳୀ, ଜଲ୍ଦି ଜଲ୍ଦି ଆସ, ଫିଟାଅ ହାତ ଗଣ୍ଠି। ଆଉ ଶାଳୀ ବି ଆମର ବହୁତ ଏକ୍ସାଇଟେଡ କେତେବେଳେ ହାତ ଗଣ୍ଠି ପିଟେଇବ। ହେଲେ କଣ ହବ, ଏ କ୍ୟାମେରାମ୍ୟାନ ଭାଇ ସିନା ଫୁର୍ସତ ଦେଲେ ଶାଳୀ ହାତ ଗଣ୍ଠି ଫିଟେଇ, କ୍ୟାମେରାମ୍ୟାନ ଖାଲି କହି ଚାଲିଛନ୍ତି ପୋଜ ଦିଅ, ଫଟୋ ଉଠେଇ ଚାଲିଛନ୍ତି। ଫାଇନାଲି ଆସିଲା ହାତ ଗଣ୍ଠି ଫିଟାର ସମୟ। ଆଲୋ ଏକା କଣ ଶାଳୀ, ଆମେ ମାନେ ବି ଏକ୍ସାଇଟେଡ ହେଇଗଛୁ କଣ ଆମ ଶାଳୀ କି ହାତ ଗଣ୍ଠି ପିଠାରେ ମିଳି। ଆଉ ଏଠି ଆସିକି ଭିଣେଇଙ୍କର ଭଉଣୀ ଆସିକି ବସି ପଡିଲେଣି। ଏଠି ସିନା ନଣନ୍ଦ ବସିକି ତାଙ୍କ ସାଙ୍ଗରେ କଥାବାର୍ତ୍ତା ହଉଛି, କିନ୍ତୁ ଆମ ମାନଙ୍କର ନଜର ହାତରେ ସେ କଣ ଧରିଛନ୍ତି। ଆଉ ଫାଇନାଲି ଶାଳୀ କି ମିଳିଲା ହାତ ଗଣ୍ଠି ଫିଟା ଗୋଟେ ମୁଦି, କିନ୍ତୁ ଶାଳୀର ଏକମାତ୍ର ଜିଦି, ମୁଁ ଏ ମୁଦି ନେବି ନାହିଁ, ଯଦି ନେବି କାନ ଫୁଲ ନେବି। ବହୁତ ଜିଦି କଲା ପରେ ଶାଳୀ ତାଙ୍କ ମନ ବୁଝେଇକି ଫାଇନାଲି ମୁଦି ଆଇଲେ, ତା ସହିତ କ୍ୟାଶ ମଧ୍ୟ ଦିଆଗଲା। ଆଉ ଆଣିଲା ବେଳେ କଣ୍ଡିସନ କରିଦେଲା କି ମତେ ପରେ ଯେମିତି ଯାହାହେଲେ କାନ ଫୁଲଟା ଦିଆଯିବ। ଆଉ ଭିଣେଇ କହିନେଲେ ଏଇ ଗୋଟେ କଥା, ହଁ ତମକୁ ଦିଆଯିବ। ଆଉ ଆପଣ ମାନେ କୁହନ୍ତୁ ଏ ମୁଦିଟା କେମିତି କଣ ହେଇଛି। ମସ୍ତ ଲାଗୁଥିଲା, ଭଲ ୱେଟ ମଧ୍ୟ ଅଛି। ଆଉ ଏବେ ତ ଯୋଉ ଗୋଲ୍ଡ ରେଟ୍, କିନ୍ତୁ ମୁଦି ଆମର ଜବରଦସ୍ତ ହେଇଛି।